हेलो ପିଲାମାନେ ୱେଲକମ୍ ବ୍ୟାକ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ୍ ରାଉତ ଟ୍ୟୁଟୋରିଆଲ। ତ ପିଲାମାନେ ବେସିକାଲି ତ ଆଜି ଆମର କିଛି ଲେକ୍ଚରର ଭିଡ଼ିଓ କିଛି ଆସିନି, ମାନେ ଆଜି ମୁଁ ଏଇ ଭିଡ଼ିଓଟା କେବଳ ଲେକ୍ଚରର ଭିଡ଼ିଓ ସେମିତି କିଛି ନୁହେଁ। ତ ପିଲାମାନେ ଏଇଟା ଆମର ଆଜି ଟିକେ ମୁଁ ଭାବିଲି ତମର CHSE 2025ର ମୋତେ ପିଲା ବି ବହୁତ କିଛି ମେସେଜ ଆସୁଛି, କମେଣ୍ଟ ଆସୁଛି ଯେ ଭାଇ 2025ର ସିଲାବସଟା ଆମକୁ ଟିକେ ଇନଫର୍ମେସନ୍ ଟେକ୍ନୋଲୋଜିର CHSEର, ତ ଆମକୁ ସିଲାବସଟା ଟିକେ କ'ଣ କହିଦିଅନ୍ତୁ, କେମିତି କ'ଣ ପଢ଼ା ଷ୍ଟାର୍ଟ ହେବ, କେମିତି କ'ଣ ସିଷ୍ଟମରେ ସବୁ ପ୍ରିପେୟାର ହେବୁ 2025ର CHSE ବୋର୍ଡ଼ ଏକ୍ଜାମ ପାଇଁ। ତ ମୁଁ ସେଇଥିପାଇଁ ଭିଡ଼ିଓଟି ତମମାନଙ୍କ ପାଇଁ ନେଇକି ଆସିଛି। ତ ଆମର ସିଲାବସ୍ ଆଜିର କେମିତି କ'ଣ ଡିଟେଲ୍ସରେ ଡିସ୍କସନ୍ କରିବା, କେମିତି କ'ଣ ଆମର CHSEର ଗଭର୍ଣ୍ଣମେଣ୍ଟ ସିଲାବସ୍ ରହିଛି, କେମିତି କ'ଣ ଆମ ଚ୍ୟାନେଲରେ ପଢ଼ା ହେଉଛି, କେମିତି କ'ଣ କେଉଁ ପ୍ରୋସେସ୍ରେ ଏଭ୍ରିଥିଙ୍ଗ ଆମେ ମାନେ ଡିଟେଲରେ ଡିସ୍କସନ୍ କରିବା। ତ ତମମାନଙ୍କ କାମ ଭିଡ଼ିଓଟିକି ପୁରା ଲାଷ୍ଟ ସାରି ଦେଖ, ଏବଂ ଭିଡ଼ିଓଟିକି ଯଦିକା ଭଲ ଲାଗୁଛି, ଯଦିକା ଆମ ଚ୍ୟାନେଲରେ ନୂଆ ଅଛ ଦେନ୍ ଆମ ଚ୍ୟାନେଲକୁ ଲାଇକ୍ କର, ସବସ୍କ୍ରାଇବ୍ କର ଏବଂ ଆମ ଭିଡ଼ିଓକୁ ତମ ସାଙ୍ଗସାଥିମାନଙ୍କ ସହିତ ସେୟାର କର। ତ ପିଲାମାନେ ବେସିକାଲି ଆମ ଚ୍ୟାନେଲରେ କ'ଣ ପଢ଼ା ହେଉଛି, ଆମର ଚ୍ୟାନେଲରେ ଏବେ ଫିଲାଲ ମାନେ ଏବେ ପାଇଁ ତ ITର ଚାଲିଛି +2ର ଫାର୍ଷ୍ଟ ଇୟର ସେକେଣ୍ଡ ଇୟର CHSEର ପ୍ରୋଭାଇଡ଼ କରିଦିଆଯାଉଛି। ତ ଫ୍ୟୁଚରରେ ଏ କୋର୍ସ ୱାନ୍ସ କମ୍ପ୍ଲିଟ୍ ହେଇସାରିଲା ପରେ ଦେନ୍ ଆମର ଅଲଗା କିଛି କୋଡ଼ିଂ ଆମର +3 ଆଡ଼କୁ ଯିବାର ମାନେ ମତ ଅଛି। ତ ସେଇଟା ପିଲାମାନେ ପର କଥା। ତ ଆମେ ଆଜି ବେସିକାଲି ଡିସ୍କସନ୍ କରିବା ଆଜି ଆମର କ'ଣ ନା +2ର ସିଲାବସ୍ କେମିତି କ'ଣ 2025ରେ ଯେଉଁ ପିଲାମାନେ ଏକ୍ଜାମ ଦେବେ ବୋର୍ଡ଼ ଏକ୍ଜାମ +2ରେ CHSE ବାଲା, ତ ସେମାନେ ଜାଣିବେ ଯେ ସିଲାବସ୍ କେମିତି କ'ଣ ରହିଛି। ତ ଡେରି ନକରି ଆମେ ଚାଲ ଯିବା ଆମର ସିଲାବସ୍ ଦେଖିବା। ତ ପିଲାମାନେ ଫାଷ୍ଟ ମୁଁ ତୁମକୁ ଦେଖେଇବି, ଦେଖ ଏଇଠି ତୁମେ ଦେଖିପାରୁଥିବ, ଏଇଠି ଆମର ଇନଫର୍ମେସନ୍ ଟେକ୍ନୋଲୋଜି ଆସୁଛି। ତ ପିଲାମାନେ ତୁମେ ଦେଖିପାରୁଥିବ ଏଇଠି ଆମର ଇନଫର୍ମେସନ୍ ଟେକ୍ନୋଲୋଜି ଆସୁଛି। ତ ପିଲାମାନେ ମୋତେ ଗୋଟେ କାମ କର, ମୁଁ ତୁମକୁ ଏଠି ମୋତେ ଖୋଲିବାକୁ ଦିଅ ଫାୟାରଫକ୍ସରେ। ମୁଁ ସେଠି ତୁମକୁ ଦେଖେଇଦେବି ପୁରା ମାନେ ରାଉଣ୍ଡ କରିକି ଏକାଥରେ ତୁମକୁ ପଢ଼େଇକି ଦେଖେଇଦେବି। ତ ସେତେବେଳେ ତୁମେ ବୁଝିପାରିବ। ତ ମୁଁ ସିମ୍ପଲି ପିଲାମାନେ ମୁଁ ଫାଇଲଟା ଖୋଲିଛି କେଉଁଥିର, ମୁଁ ସେକେଣ୍ଡ ଇୟର, ଦେଖ ଏଇଠି ତୁମେ ଦେଖିପାରୁଥିବ ଏଇଟା ସେକେଣ୍ଡ ଇୟର ଇନଫର୍ମେସନ୍ ଟେକ୍ନୋଲୋଜିର। ମୋତେ ଜୁମ୍ କରିବାକୁ ଦିଅ, ମୁଁ ଜୁମ୍ କରିଦେଲି। ତ ପିଲାମାନେ ଏଇଠି ତୁମେ ଦେଖିପାରୁଥିବ ଆମର ରହିଲା ଯାହା ବି କିଛି ଆମର ରହିଲା। ତ ଏଇଠି ଆମର ସିଲାବସ୍ ଆମର ଇନଫର୍ମେସନ୍ ଟେକ୍ନୋଲୋଜି ଫାଷ୍ଟ ରହିଗଲା। ତ ଇନଫର୍ମେସନ୍ ଟେକ୍ନୋଲୋଜି ଆମର ଏଇଠି +2 ସେକେଣ୍ଡ ଇୟରର ରହିଛି। ତ ଏଇଠି ଆମର +2 ସେକେଣ୍ଡ ଇୟର ଏଇଟା ପିଲାମାନେ କହିଲା। ତ ପିଲାମାନେ ମୋର ଏଇଟା ଗାରଟା ପକେଇବା ଟିକେ ଭୁଲ ଭାଲ ହେବ, ତ ପିଲାମାନେ ଆଡ଼ଜଷ୍ଟ କରିବ ପିଲାମାନେ। ତ ପିଲାମାନେ ଏଇଟା ଆମର ବେସିକାଲି କ'ଣ କହିଲା, ତ ଏଇଟା ଆମର +2 ସେକେଣ୍ଡ ଇୟର ଇନଫର୍ମେସନ୍ ITର ଆମର ଚାପ୍ଟରଟା ରହିଲା। ତ ଏଇଟା ଆମର ପଢ଼ାଯିବ ଆମର ହୋଲ୍ ଇୟର ସାରା। ତ ଏଇଟା ଆମର ଦେଖିପାରୁଥିବ, ଏଇଟା ତୁମେ ଗଭର୍ଣ୍ଣମେଣ୍ଟର, ଏଇଟା ତୁମେ ଯଦି ଯାଇକି ନେଟ୍ରେ ସର୍ଚ୍ଚ କରିବ ଏଇଟା ବି ତୁମେ ମିଳିଯିବ ତୁମକୁ ସାଇଟ୍ରେ। ମୁଁ ତା ସାଇଟ୍ ବି ଲିଙ୍କ୍ ପକାଇଦେବି ଡେସ୍କ୍ରିପ୍ସନରେ, ଥରେ ଯାଇକି ଡେସ୍କ୍ରିପ୍ସନ୍ ଚେକ୍ କରିଦେବ। ତ ପିଲାମାନେ ଏଇଟା ଆମର ଆର୍ଟ୍ସ କମର୍ସ ସାଇନ୍ସ ପାଇଁ ନୁହେଁ, ଏଇଟା କେବଳ ଆମର ସାଇନ୍ସ ଷ୍ଟ୍ରିମ୍। ଏଇଠି ତୁମେ ଦେଖିପାରୁଥିବ ଏଇଠି ସାଇନ୍ସ ଷ୍ଟ୍ରିମ୍ ଏଇଟା ମେନସନ୍ କରିଦିଆ ହେଇଛି। ତ ପିଲାମାନେ ବେସିକାଲି କ'ଣ ନା ଏଇଟା ଆମର ସେକେଣ୍ଡ ଇୟରର ଇନଫର୍ମେସନ୍ ଟେକ୍ନୋଲୋଜିର ITର ପେପରଟା। ତ ସାଇନ୍ସ ଷ୍ଟ୍ରିମ୍ ବାଲାଙ୍କର ଫାଷ୍ଟରେ ପିଲାମାନେ ଆମର କ'ଣ ରହୁଛି, ଫାଷ୍ଟ ଚାପ୍ଟର ଆମର ୟୁନିଟ୍ ରହୁଛି ନେଟୱାର୍କିଂ ଆଣ୍ଡ ଓପନ୍ ଷ୍ଟାଣ୍ଡାର୍ଡସ୍। ତ ପିଲାମାନେ ଆମର ଏଠି ରହିଛି କେତେ, 4ଟା ୟୁନିଟ୍ 1 2 3 4। ତ ପିଲାମାନେ ଆମର 4ଟା ୟୁନିଟ୍ରୁ ଫାଷ୍ଟ ୟୁନିଟ୍ ଆମର କ'ଣ ରହୁଛି, ନେଟୱାର୍କିଂ ଆଣ୍ଡ ଓପନ୍ ଷ୍ଟାଣ୍ଡାର୍ଡସ୍। ତ ପିଲାମାନେ ଏଟାକୁ ଦିଆହେଇଛି 25ଟା ପିରିୟଡ଼ ଭିତରେ ସାରିବାକୁ। ତ କେତେଟା ପିରିୟଡ଼ ଭିତରେ କଲେଜରେ କାହାର ସରୁଥିବ ସେଇଟା କହିହେବନି। ଗଭର୍ଣ୍ଣମେଣ୍ଟ ଦେଇଦେଇଛି ସିନା 25ଟା ପିରିୟଡ଼, ତ କାହାର କେତେବେଳେ କ'ଣ କଣ୍ଟେଣ୍ଟ ରହିବ କ'ଣ ନାହିଁ, କିଏ କେତେବେଳେ ପଢ଼େଇବ ନ ପଢ଼େଇବ, ତ ସେଇଟା ପିଲାମାନେ ଆମେ ବେସିକାଲି କହିପାରିବା ନାହିଁ। ତ କିନ୍ତୁ ପିଲାମାନେ ଏଇ ୟୁନିଟ୍ରେ 3ଟା ଚାପ୍ଟର ଅଛି। ଫାଷ୍ଟ ଚାପ୍ଟର ଆମର କ'ଣ ରହିଲା, ତ ମୋତେ ଯଦିକା ମୁଁ ଅଲଗା କିଛି କଲର୍ କରିବି, ତ ଆମର କମ୍ପ୍ୟୁଟର ନେଟୱାର୍କିଂ, ସେକେଣ୍ଡଟା ଆମର ରହିଲା ଇଣ୍ଟରନେଟ୍ ଆଣ୍ଡ ଆପ୍ଲିକେସନ୍, ଥାର୍ଡ଼ଟା ରହିଲା ନେଟୱାର୍କ ଆଣ୍ଡ ସିକ୍ୟୁରିଟି ଅନ୍ ଇଣ୍ଟରନେଟ୍। ତ ପିଲାମାନେ ପ୍ରତିଟି ଚାପ୍ଟରରୁ ଏଇ ୟୁନିଟ୍ରେ ଆମର କ'ଣ ନା ଏଇ ୟୁନିଟ୍ରେ ଆମର 30 ମାର୍କର ଆସିବ କୋଶ୍ଚିନ୍। ତ ଏଇ ୟୁନିଟ୍ରେ ଆମର ବେସିକାଲି 30 ମାର୍କର କୋଶ୍ଚିନ୍ ଆସିବ। ତୁମେ ଯଦି ଏଇଠି ଦେଖିପାରୁଥିବ ଏଇଠି ଆମର 30 ମାର୍କର କୋଶ୍ଚିନ୍ ଲେଖା ହେଇଛି। ଏଇଠି ଆମର 30 ମାର୍କର କୋଶ୍ଚିନ୍ ଲେଖା ହେଇଛି। ତ 30 ମାର୍କର ପିଲାମାନେ କୋଶ୍ଚିନ୍ ଆନ୍ସର
30 ମାର୍କର ପିଲାମାନେ ଏଠୁ କୋଶ୍ଚିନ୍ ଆସିବ। ତ ଏଟା ବି ପିଲାମାନେ ମାନେ ବହୁତ ଛୋଟ ଜିନିଷ ନୁହେଁ ପିଲାମାନେ। 30 ମାର୍କ ହେଲାଣି ଆମ ପାଇଁ ବୋର୍ଡ଼ରେ ବହୁତ କିଛି। 30 ମାର୍କରେ ଆମେ ବହୁତ କିଛି କରିପାରିବା। ତ ପିଲାମାନେ ଆମେ ଫାଷ୍ଟ ୟୁନିଟ୍ର ଫାଷ୍ଟ ଚାପ୍ଟରକୁ ଯଦିକା ଯିବା ଦେଖିବା, ତ ଏଠି ଆମର ନେଟୱାର୍କିଂ ବ୍ରିଫ୍ ଓଭରଭ୍ୟୁ ରହିଛି, ନେଟୱାର୍କ ଡିଭାଇସେସ୍ ରହିଛି, ଏଭ୍ରିଥିଙ୍ଗ ଆମର ସବୁ ରହିଲା। ଆମର ମାନେ ନେଟୱାର୍କ ଟାଇପ୍ସ ଅଫ୍ ନେଟୱାର୍କସ୍ ରହିଛି, ଟପୋଲୋଜି ରହିଛି, କେତେ ଟାଇପ୍ର କ'ଣ କମ୍ୟୁନିକେସନ୍ କେମିତି ହୁଏ କ'ଣ ନାହିଁ ସବୁ ରହିଛି। ତାପରେ ଇଣ୍ଟରନେଟ୍ ଆପ୍ଲିକେସନ୍ ଆମର ବ୍ୟାକବୋନ୍ ରହିଛି, ଇଣ୍ଟରନେଟ୍ର ଆକ୍ସେସ୍ କେମିତି କରିବା, ତାର ସବୁ ପ୍ରୋଟୋକଲ୍ସ କେମିତି କ'ଣ କାମ କରେ, ତାର ନେଟୱାର୍କ କମ୍ୟୁନିକେସନ୍ ମୋବାଇଲ୍ ୱାୟାରଲେସ୍ କମ୍ୟୁନିକେସନ୍ କେମିତି କାମ କରେ, ଇଣ୍ଟରନେଟ୍ର ଆପ୍ଲିକେସନ୍ ଏଭ୍ରିଥିଙ୍ଗ ଆମେ ଡିସ୍କସନ୍ କରିବା ପିଲାମାନେ, ଟେନସନ୍ ନେବାର ନାହିଁ। ତ ଏରା ପିଲାମାନେ ରହୁଛି। ତ ପ୍ରତିଟି ଚାପ୍ଟରରୁ ଆମର ଫାଷ୍ଟ ୟୁନିଟ୍ର ଆସିବ 10 ମାର୍କର ଆସିବ। ତ 10 ମାର୍କର ତିନିଟା ଚାପ୍ଟର ଆମର ହେଇଗଲା 30 ମାର୍କ। ତ ପିଲାମାନେ ଏଇଟା ଥିଓରି ପାର୍ଟ, ତ ଆକୁ ବି ତମେ ଛାଡ଼ିବା କଥା ନୁହେଁ, କାରଣ ଥିଓରି ପାର୍ଟଟା ହେଲେ ବି ଆମକୁ ଇଏ 30 ମାର୍କର ବୋର୍ଡ଼ ଏକ୍ଜାମରେ ଦେବ। ତମେ ଏଇଠି ଦେଖିପାରୁଥିବ, ଏଇଠି ଆମର ଟୋଟାଲ କଣ୍ଟେଣ୍ଟ ରହିଛି। ତ କଣ୍ଟେଣ୍ଟ କ'ଣ କେମିତି ରହିଛି ଏଠି ତମେ ଦେଖିପାରୁଥିବ, ଯଦି ତମେ ଦେଖିପାରୁଥିବ କଣ୍ଟେଣ୍ଟ ଗୁଡ଼ାକ। ତ ପିଲାମାନେ ମୋର ଟିକେ ଭୁଲ ଭାଲ ହେଉଛି ଗାର ପକେଇବା ଏପଟ ସେପଟ, କାରଣ ମୁଁ ଏଇଟା ମାଉସରେ କରୁଛି ତ ସେଟାକୁ ଧରିବନି। ତ ମୋ ପାଖରେ ଏବେ ପେନ୍ ଟ୍ୟାବ୍ ନାହିଁ କି ସେମିତି କିଛି ନାହିଁ। ତ ମୁଁ ତମମାନଙ୍କ ପାଇଁ ଖାସ୍ କରିକି ଭିଡ଼ିଓ କରୁଛି। ତ ଦେଖିପାରୁଥିବ ରାତି କେତେ ହେଲାଣି, ତ ମୁଁ ବସିକି ଖାଲିଟାରେ ସବୁ ଶୋଇ ସାରିଲା ପରେ ଭିଡ଼ିଓ କରୁଛି। ତ ପ୍ଲିଜ୍ ତମମାନଙ୍କୁ ଏତିକି ରିକ୍ୱେଷ୍ଟ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ, ଆମ ଭିଡ଼ିଓଟିକି ସେୟାର କରିବ ପିଲାମାନେ। ତ ଫାଷ୍ଟ ୟୁନିଟ୍ରେ ଆମର 30 ମାର୍କ ପଳେଇଲା ପିଲାମାନେ। ତ ସେକେଣ୍ଡ ୟୁନିଟ୍ ପିଲାମାନେ ଆସିଗଲା ଆମର କ'ଣ ନା ପ୍ରୋଗ୍ରାମିଂ। ତ ପିଲାମାନେ ସେକେଣ୍ଡ ୟୁନିଟ୍ଟା କ'ଣ ବେସିକାଲି କହିଲା, ସେକେଣ୍ଡ ୟୁନିଟ୍ଟା ଆମର ପ୍ରୋଗ୍ରାମିଂ ଆସିବ। ପ୍ରୋଗ୍ରାମିଂରୁ ଆମର 40ଟା ପିରିୟଡ଼ ଦେଇଛି, କେତେବେଳେ କାହାର ସରିବ କ'ଣ କହିହେବନି, ସେଟା ବି ଠିକ୍ କଥା। ତାପରେ କିନ୍ତୁ ପିଲାମାନେ ଏଠୁ ଆମର 16 ମାର୍କ ଆସିବ, ବେଶୀ ନୁହେଁ 16 ମାର୍କ। ତ 16 ମାର୍କ ବି ଆମର କିଛି ଛୋଟ କଥା ନୁହେଁ, 16 ମାର୍କ ବି ଆମ ପାଇଁ ଇମ୍ପୋର୍ଟାଣ୍ଟ। ତ ପିଲାମାନେ ପ୍ରୋଗ୍ରାମିଂରେ ଏଟାର ରହିଛି ଦୁଇଟା ଚାପ୍ଟରରୁ ଫାଷ୍ଟ ଚାପ୍ଟରଟା ଆମର କ'ଣ ରହିଲା। ତ ଫାଷ୍ଟ ଚାପ୍ଟରଟା ଆମର ସିମ୍ପଲି କହିବାକୁ ଗଲେ କ'ଣ ରହିଛି ନା, ଫାଷ୍ଟ ଚାପ୍ଟରଟା ଆମର ରହିଛି ଜାଭା, ପ୍ରୋଗ୍ରାମିଂ ଫଣ୍ଡାମେଣ୍ଟାଲ୍ସ ଜାଭା। ତ ଫାଷ୍ଟ ଚାପ୍ଟରଟା ଆମର ଏଥିରେ ରହିଲା ଜାଭା। ତ ଜାଭାରେ କେମିତି କ'ଣ ପ୍ରୋଗ୍ରାମିଂ କରିବା କ'ଣ ଏଭ୍ରିଥିଙ୍ଗ, ତ ଆମେ ସେଟା ବି ଡିସ୍କସନ୍ କରିବା। ତାର କଣ୍ଟେଣ୍ଟ କ'ଣ ରହିଛି ଏଇଠି ତମେ ଦେଖିପାରୁଥିବ, କଣ୍ଟେଣ୍ଟ ଆର ଏତିକି ରହିଛି। କଣ୍ଟେଣ୍ଟ କ'ଣ କେମିତି, ତ ଏଇଟା ପିଲାମାନେ ଗୋଟେ କାମ କରିବ, ଏଟାକୁ ମୁଁ ପକେଇଦେବି ମୋ ଟେଲିଗ୍ରାମ ଚ୍ୟାନେଲରେ, ପଡ଼ିଛି ଅଲରେଡ଼ି ଅପଲୋଡ଼ ହେଇଛି। ତ ଡେସ୍କ୍ରିପସନରେ ଲିଙ୍କ୍ ଅଛି, ଟେଲିଗ୍ରାମ ଚ୍ୟାନେଲ ତମେ ଯାଇକି ବି ଡାଉନଲୋଡ଼ କରିପାରିବ। ପିଲାମାନେ 99 ପେଜ୍କୁ ତମେ ଯଦି ଏଇଟା 129 ଟୋଟାଲ ସିଲାବସ୍ଟା ଅଛି, ତମେ 95ଠୁ ଆସିଲେ ତମେ ଦେଖିପାରିବ 99 ପେଜ୍ ପାଖାପାଖି 98 99 ଆସିଲେ ସେକେଣ୍ଡ ଇୟର ଆଇଟି ତମେ ପାଇଯିବ। ତ ତମେ ବି ନିଜେ ଚେକ୍ କରିପାରିବ। ତ ପିଲାମାନେ ସେକେଣ୍ଡ ଚାପ୍ଟର ଆମର ରହିଲା, ସେକେଣ୍ଡ ୟୁନିଟ୍ର କ'ଣ ରହିଲା ନା HTML ବେସ୍ଡ ୱେବ୍ ପେଜେସ୍ କଭରିଂ ବେସିକ୍ ଟ୍ୟାଗ୍। ଆମର ଏଥିରୁ 6 ମାର୍କ ଆସିବ, ଉପରଟାରୁ ଆମର ଜାଭାରୁ 10 ମାର୍କ ଆସିବ। ତ ମିଶେଇକି 10 6 16 ମାର୍କ। ତ ସେଟା ଥିଲା ଆମର 30, ଏଟା ରହିଲା 16, 46 ମାର୍କର ପିଲାମାନେ ଏଠୁ ଆସିଲା। ତ ଥାର୍ଡ଼ ୟୁନିଟ୍ ବେସିକାଲି ପିଲାମାନେ କ'ଣ କହିଲା, ତ ଥାର୍ଡ଼ ୟୁନିଟ୍ଟା ଆମର ରହିଲା କ'ଣ ନା ରିଲେସନାଲ୍ ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍। ତ ପିଲାମାନେ ଥାର୍ଡ଼ ୟୁନିଟ୍ଟା କ'ଣ କହିଲା, ଆମର ଥାର୍ଡ଼ ୟୁନିଟ୍ଟା କହିଲା ରିଲେସନାଲ୍ ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍। ଏଇଟା 30 ପିରିୟଡ଼ କହିଛି, ସେଇଟା ବି ସେମିତି। ତ ଏଠୁ ପିଲାମାନେ 14 ମାର୍କ ଆସିବ, ପ୍ରୋଗ୍ରାମିଂରୁ 16 ମାର୍କ, ଥିଓରିରୁ ଆମର ନେଟୱାର୍କିଂ ଓପନ୍ ଷ୍ଟାଣ୍ଡାର୍ଡ଼ରୁ 30 ମାର୍କ। ତ ଏଠୁ ପିଲାମାନେ ଆମର ଆସିବ 14 ମାର୍କ। ତ 14 ମାର୍କ ବି ଆମର ପ୍ରୋଗ୍ରାମିଂ ପାଇଁ ଆମର ଜିନିଷଟା ଦରକାର ପିଲାମାନେ। ସତ କହିବାକୁ ଗଲେ ଥିଓରି ତ ଆଗକୁ ଫ୍ୟୁଚରରେ କେବେ ଆସିବନି, ଯଦି ଆଇଟି ଲାଇନରେ ଗଲ ତମର ପ୍ରୋଗ୍ରାମିଂ ହିଁ କାମରେ ଆସିବ, ଡାଟାବେସ୍ ହିଁ କାମରେ ଆସିବ, ଆମର ଜାଭା ବି କାମରେ ଆସିବ। ଏଭ୍ରିଥିଙ୍ଗ ଆମେ ଡିସ୍କସନ୍ କରିବା ଆଗକୁ। ତ ଭିଡ଼ିଓଟିକି ଶେଷ ସାରି ଦେଖ ତମ କାମ। ତ ୟୁନିଟ୍ 3ର ଫାଷ୍ଟ ଚାପ୍ଟର ଆମର କ'ଣ ରହିଲା, ଡାଟାବେସ୍ ଫଣ୍ଡାମେଣ୍ଟାଲ୍ସ। ତ ପିଲାମାନେ ଡାଟାବେସ୍ ଫଣ୍ଡାମେଣ୍ଟାଲ୍ସ, ତ ଏଟାରୁ ଆସିବ 8 ମାର୍କ। ତ ତାପରେ ସେକେଣ୍ଡ ଚାପ୍ଟର ଆମର ରହିଲା ଇଣ୍ଟ୍ରୋଡକ୍ସନ୍ ଟୁ ମାଇ ଏସ୍କ୍ୟୁଏଲ୍। ତ ଏଟାରୁ ଆସିବ 6 ମାର୍କ। ତ 8 6 14 ମାର୍କ। ସିଏ ଥିଲା ଆମର 30, ଇଏ ରହିଲା ଆମର 16 46। 46ର 14 ମାର୍କ ଆମର ମିଶେଇଦବା, 4 ମିଶିଗଲା 46ରେ 4 ମିଶିଗଲା ଆମର ହେଇଗଲା 50, 50 10 60। ତ 60 ମାର୍କ ପିଲାମାନେ ହେଇଗଲା। ତ ଆମର ୟୁନିଟ୍ 3 ସରିଗଲା। ତ ବେସିକାଲି ତାପରେ ଆମର ଆଇଲା ୟୁନିଟ୍ 4। ତ ୟୁନିଟ୍ 4ରେ ପିଲାମାନେ ଆମର କ'ଣ ରହିଛି, ୟୁନିଟ୍ 4ରେ ଆମର ରହିଛି ଆଇଟି ଆପ୍ଲିକେସନ୍। ତ ଏଟାରେ ପିଲାମାନେ ଆମର ଯାହା ବି କିଛି ରହିଛି, ତ ଏତିକି ହିଁ ଆର କଣ୍ଟେଣ୍ଟ ରହିଛି। ତ ଇ ବିଜନେସ୍ ରହିଛି, ଫ୍ରଣ୍ଟ ଏଣ୍ଡ ରହିଛି, ଆମର ଫ୍ରଣ୍ଟ ଏଣ୍ଡ ଡାଟାବେସ୍ କନେକ୍ଟିଭିଟି, ବ୍ୟାକ୍ ଏଣ୍ଡ ରହିଛି, ଡେଭଲପମେଣ୍ଟ ଡାଟାବେସ୍ ରହିଛି।
ତ ପିଲାମାନେ ଏଥିରୁ ମିଶେଇକି ଆମର କେତେ ଆସିବ 10 ମାର୍କ୍ସ ଆସିବ। ତ ପିଲାମାନେ ସବୁ ଆମର ସିଏ 50 60 ପଳେଇଥିଲା। ତ ଆମର 46 ଆଉ ଆମର ଥିଲା 14 ମାର୍କ ପଳେଇଥିଲା, 60 ପଳେଇଥିଲା, ଇଏ 10 ମାର୍କ ହେଇଗଲା 70 ମାର୍କ। ତ ଟୋଟାଲ ଆମର 70 ମାର୍କର ଥିଓରି ଆସିବ ଆଉଟ୍ ଅଫ୍ 100। ଆମର ସରି ଆମର 70 ମାର୍କ ହିଁ ଆସିବ। ଆଉ 30 ମାର୍କ ଆମର ଆଉଟ୍ ଅଫ୍ 100ରୁ ଆମର ଆସିବ ଆଉ 30 ମାର୍କ ପ୍ରାକ୍ଟିକାଲ ହିଁ ଆସିବ। ତ ପିଲାମାନେ ଧରନି ଆମର ହ୍ୟାଣ୍ଡ ରାଇଟିଂ କି ଧରନି, ତ ସେଟା ଟିକେ ପ୍ରୋବ୍ଲେମ୍ ହେବ ମାଉସରେ ଲେଖିଲେ। ତ ପିଲାମାନେ ଆମେ କ'ଣ କ'ଣ ପଢ଼ିବା? ତ ପିଲାମାନେ ଏଇଟା ଆମର ବେସିକାଲି ଥିଓରି ରହୁଛି ଏଇ ପାର୍ଟଟା। ଆମର ୟୁନିଟ୍ 1ଟା ବି ଆମର ଗୋଟେ ଥିଓରି ରହୁଛି। ୟୁନିଟ୍ 1ରେ ଯେଉଁ 3ଟା ଚାପ୍ଟର ରହିଲା ଆମର ନେଟୱାର୍କିଂ, ଓପନ୍ ଷ୍ଟାଣ୍ଡାର୍ଡ, ଆମର ଏ ଯାହା ବି ରହିଲା ଆମର ଏତିକି 3ଟା। ତ ଇଏ 3ଟା ଆମର ଥିଓରି ବେସିକାଲି ରହୁଛି। ତାପରେ ଆମର ଏଇଟା ପ୍ରୋଗ୍ରାମିଂ ପାର୍ଟ ରହୁଛି, ଏଟା ପ୍ରୋଗ୍ରାମିଂ ପାର୍ଟ ରହୁଛି, ଏଟା ରହୁଛି, ଏଟା ରହୁଛି। 4ଟା ଆମର ରହୁଛି ପ୍ରୋଗ୍ରାମିଂ, ଆଉ 3 ଏକ 4ଟା ରହୁଛି ଆମର ଥିଓରି। ତ 50-50 ଟାଇପ୍ର ଅଛି। ତ ପିଲାମାନେ ଏଟା ଥିଲା ଗଭର୍ଣ୍ଣମେଣ୍ଟର ସିଲାବସ୍। ଗଭର୍ଣ୍ଣମେଣ୍ଟର ସିଲାବସ୍ ଅନୁସାରେ ମୁଁ ଆମ ଚ୍ୟାନେଲରେ ଯେଉଁ କଣ୍ଟେଣ୍ଟ ଅପଲୋଡ଼ କରୁଛି, ମୁଁ ମୋ ନିଜର ଗୋଟେ ସିଲାବସ୍ କରିଦେଇଛି। ଏଇ ଅନୁସାରେ ପିଲାଙ୍କୁ ପଢ଼େଇବି। ତ ମୁଁ ସେଇ ଅନୁସାରେ ହିଁ ସେଇ ସିରିଏଲ ୱାଇଜ୍ ସେଇ ସିଲାବସ୍ ଅନୁସାରେ ହିଁ ପିଲାଙ୍କୁ ପ୍ରୋଭାଇଡ଼ କରୁଛି। ତ ତମେ ପିଲା ଏଇଟା ଭାବିବନି ଯେ ଗଭର୍ଣ୍ଣମେଣ୍ଟର ସିଲାବସ୍ ଆଉ ମୋ ସିଲାବସ୍ ଭିତରେ କିଛି ଫରକ, ଆକାଶ ପାତାଳର ଫରକ ରହିଛି। ତ ତମେ ଯଦିକା ଚାହିଁବ ସେସନ୍ ସରିଲା ପରେ, ଏଇ ଯେଉଁ ଭିଡ଼ିଓଟି ସରିଲା ପରେ ଚ୍ୟାନେଲରେ ପଡ଼ିଛି ଆମର ଗଭର୍ଣ୍ଣମେଣ୍ଟର ସିଲାବସ୍ ଏଇ PDFଟା ପଡ଼ିଛି, ତମେ ଯାଇକି ମିଳେଇ ପାରିବ। ଆଉ ମୋର ବି PDF ମୁଁ ପକେଇଦେବି, ଅପଲୋଡ଼ କରିଦେବି ମୋର ସିଲାବସ୍ଟା। ତ ସେଟା ବି ତମେ ଯାଇକି ଅପଲୋଡ଼ କରିଦେବି। ତ ତମେ ଯାଇକି ମିଳେଇ ଦେବ କେଉଁଟା ମୁଁ ଅଧିକ ଲେଖିଛି, କେଉଁଟା କମ୍ ଲେଖିଛି, ତମେ ମାନେ ଅଟୋମେଟିକାଲି ଜାଣିଯିବ ଯେ ଜିନିଷଟା କ'ଣ। ତ ଆମେ ଯଦିକା ମୋ ସିଲାବସ୍କୁ ଯିବା, ତ ଦେଖିପାରୁଥିବ ଏଇଠି ମୋ ସିଲାବସ୍ ତମକୁ ଦେଖାହେଉଛି, ଦେଖ ଇନଫର୍ମେସନ୍ ଟେକ୍ନୋଲୋଜି +2 ସେକେଣ୍ଡ ଇୟର୍ ସିଲାବସ୍। ଆଉ ଆମର ଫାର୍ଷ୍ଟ ୟୁନିଟ୍ ତ ଯାହା ବି ରହିଲା, ତ ଆମର ଗଭର୍ଣ୍ଣମେଣ୍ଟ ସିଲାବସ୍ ଅନୁସାରେ ମୁଁ ବି ଏଇଟା କରିଛି। ମୋର ଗୋଟେ ଫାର୍ଷ୍ଟ ୟୁନିଟ୍ରେ ରହିଛି ନେଟୱାର୍କିଂ, ଓପନ୍ ଷ୍ଟାଣ୍ଡାର୍ଡସ୍। ତ ସେମ୍ ଜିନିଷ ମୋର 30 ମାର୍କ ରହିଲା। ତ ମୁଁ ଏଠି ପିଲାମାନେ ଚାପ୍ଟର 1 ଆମର କ'ଣ ରହିଲା, କମ୍ପ୍ୟୁଟର ନେଟୱାର୍କିଂ। କମ୍ପ୍ୟୁଟର ନେଟୱାର୍କିଂରେ 10 ମାର୍କସ୍ ରହିଲା। ତ ଚାପ୍ଟର 2 ଆମର ଇଣ୍ଟରନେଟ୍ ଆଣ୍ଡ ଆପ୍ଲିକେସନ୍, ସେଠାରୁ ବି 10 ମାର୍କସ୍ ଆସିଲା। ଆମର ଚାପ୍ଟର 3ରେ କ'ଣ ରହିଲା, ନେଟୱାର୍କ ଅନ୍ ସିକ୍ୟୁରିଟି, ନେଟୱାର୍କ ସିକ୍ୟୁରିଟି ଅନ୍ ଇଣ୍ଟରନେଟ୍, ସେଠାରୁ ବି 10 ମାର୍କ ରହିଲା। ତ 30 ମାର୍କ ରହିଲା। ତ ମୁଁ ଅଲଗା କେଉଁଠି କଲି? ତ ବେସିକାଲି କହୁଥିବ ଏଇରା ଅଲଗା କରିଛି। ତ ମୁଁ ମିଳେଇକି ବି ତମକୁ ଦେଖେଇଦେବି ଗୋଟେ ଚାପ୍ଟରର କେଉଁଟା ମୁଁ କ'ଣ କରିଛି, ତମେ ନିଜେ ଜାଣିପାରିବ। ତ ତାପରେ ଆମର ୟୁନିଟ୍ 2ର ରହିଲା ପ୍ରୋଗ୍ରାମିଂ ରହିଲା। ପ୍ରୋଗ୍ରାମିଂରୁ 16 ମାର୍କ ଆସିଲା। ଚାପ୍ଟର 1ରୁ 10 ମାର୍କସର ଆସୁଥିଲା। ତ ଚାପ୍ଟର 2ରୁ ଆମର 6 ମାର୍କସର ଆସିଲା, 16 ମାର୍କ ହେଲା। ତ ସେମିତି ଆମର ୟୁନିଟ୍ 3ରେ ରିଲେସନାଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ରହିଲା। ସେଥିରେ 2ଟା ଚାପ୍ଟର ରୁହେ, ଚାପ୍ଟର 1, ଚାପ୍ଟର 2 MySQL, ଚାପ୍ଟର 1ଟା ଆମର ଡାଟାବେସ୍ ଫଣ୍ଡାମେଣ୍ଟାଲ୍ସ। ତ 2ଟା ଚାପ୍ଟର ରହିଲା। ୟୁନିଟ୍ 4ର ଆମର IT ଆପ୍ଲିକେସନ୍ର, ସେଟାକୁ ମୁଁ ପିଲାମାନେ ଡିଭାଇଡ଼ କରିଦେଇଛି, ସେଇଟାକୁ ଗୋଟେ କରିଦେଇଛି। ତ ସେଇଟା ଆମର 4ଟା ଚାପ୍ଟର କହିବାକୁ ଗଲେ ପିଲାମାନେ ଏତିକିରେ କିଛି ନାହିଁ। ତ ଏରା ଛୋଟ ଜିନିଷ ସବୁ, ଏରା ବି ତମକୁ ମନେ ରଖିବା ଏତେ ଦରକାର ନାହିଁ। ବେସିକ୍ ଆମର ଇ ବିଜନେସଟା ମନେ ରଖିବ, ଫ୍ରଣ୍ଟ ଏଣ୍ଡ ଏରା ଟିକେ ଜଷ୍ଟ ଖାଲି ହାଲକା ମନେ ରଖିବ। ନହେଲେ ନାହିଁ ପିଲାମାନେ ଏଭ୍ରିଥିଙ୍ଗ ତମର ହେଇଯିବ। ତ ଆମେ ଯଦି ଡିଟେଲରେ ସେଇଟାକୁ ଡିସ୍କସନ୍ କରିବା, ତ ପିଲାମାନେ ଚାପ୍ଟର 1ର ନେଟୱାର୍କିଂରେ ଆମର କ'ଣ ଆସିବ, ଆମ କଣ୍ଟେଣ୍ଟ କ'ଣ ଆସିବ। ଇଣ୍ଟ୍ରୋଡକ୍ସନ୍ ଟୁ କମ୍ପ୍ୟୁଟର ନେଟୱାର୍କ ଆମେ ପଢ଼ିବା। ଡାଟା କମ୍ୟୁନିକେସନ୍ ଇନ୍ ନେଟୱାର୍କ, କେମିତି କମ୍ୟୁନିକେସନ୍ ହୁଏ, ମାନେ କମ୍ୟୁନିକେସନ୍ କେମିତି ହୁଏ ଡାଟା ଗୁଡ଼ାକ ନେଟୱାର୍କସରେ। ତାପରେ ଟ୍ରାନ୍ସମିସନ୍ ମିଡ଼ିଆ କ'ଣ, ତାର କେତେ ଟାଇପ୍ର କ'ଣ, ଏଭ୍ରିଥିଙ୍ଗ ଆମେ ଡିଟେଲରେ ଡିସ୍କସନ୍ କରିବା। ପିଲାମାନେ କରିଛନ୍ତି ବି, ପିଲାମାନେ ଆମ ଚ୍ୟାନେଲରେ ଅଲରେଡ଼ି ଭିଡ଼ିଓ ଚାଲିଛି, ସିରିଜ୍ ଚାଲିଛି, ଅପଲୋଡ଼ ହେଇ ଚାଲିଛି ଫ୍ରି ଅଫ୍ କଷ୍ଟରେ। ଯେଉଁ ବି ପିଲାମାନେ ଚାହୁଁଛ ଦେଖିବା ପାଇଁ, ଦେନ୍ ଡେସ୍କ୍ରିପସନ୍ ଥରେ ଚେକ୍ କର, ନହେଲେ ଆମ ଚ୍ୟାନେଲକୁ ଭିଜିଟ୍ କର, ପ୍ଲେଲିଷ୍ଟ ଆକ୍ସେସ୍ କରିପାରିବ। ଆଉ ଡେଫିନେଟଲି ଆମ ଟେଲିଗ୍ରାମ ଚ୍ୟାନେଲକୁ ଜଏନ୍ କର। ଡକୁମେଣ୍ଟେସନ୍, ଏଭ୍ରିଥିଙ୍ଗ ମ୍ୟାଟେରିଆଲ୍ ସବୁ ସେଇଠି ହିଁ ଅପଲୋଡ଼ ହେଉଛି। ତ ପିଲାମାନେ କୋଆକ୍ସିଆଲ୍ କେବୁଲ୍ ଆଣ୍ଡ ଅପ୍ଟିଫାୟର କେବୁଲ୍ ପଢ଼ିବା, ଅନଗାଇଡେଡ୍ ମିଡ଼ିଆ ୱାୟରଲେସ୍ ଟ୍ରାନ୍ସମିଶନ୍ ପଢ଼ିବା, ନେଟୱାର୍କ ଡିଭାଇସେସ୍, ନେଟୱାର୍କ ଟୋପୋଲୋଜି, ଟାଇପ୍ସ ଅଫ୍ ନେଟୱାର୍କ, ଏଭ୍ରିଥିଙ୍ଗ ଆମେ ପଢ଼ିବା। ତ ପିଲାମାନେ ଫାଷ୍ଟରୁ ତମେ ଦେଖିବ ଯଦିକା, ତ ମୁଁ ପିଲାମାନେ କେଉଁଠି ଛାଡ଼ିଲି, ତ ଆମର ସିମ୍ପଲି କହିବାକୁ ଗଲେ ନେଟୱାର୍କିଂର ବ୍ରିଫ୍ ଇଣ୍ଟ୍ରୋଡକ୍ସନ୍ଟା ଦେଲି। ନେଟୱାର୍କ ଡିଭାଇସେସ୍ ମୋର ବି ଥିଲା, ମୁଁ ଦେଲି। ତ ସେଠି ବି ଥିଲା ଟାଇପ୍ସ ଅଫ୍ ନେଟୱାର୍କ, ନେଟୱାର୍କର ଟାଇପ୍ସ ରହିଲା, ନେଟୱାର୍କ ଟୋପୋଲୋଜି ରହିଲା, ମୁଁ ଟୋପୋଲୋଜି ବି ଦେଇଛି। ତାପରେ କମ୍ୟୁନିକେସନ୍ ମିଡ଼ିଆ କେମିତି କ'ଣ, ୱାୟରଲେସ୍ ମାନେ ଟେକ୍ନୋଲୋଜି, ତାପରେ ୱେୟାର୍ଡ ଟେକ୍ନୋଲୋଜି, ୱାୟରଲେସ୍ ଟେକ୍ନୋଲୋଜି, ଏଭ୍ରିଥିଙ୍ଗ ମୁଁ ଡିଟେଲରେ ଦେଇଛି। ତ ପିଲାମାନେ କେଉଁଠି ବଡ଼ ଜିନିଷ ରହିଲା, ତ ଆମର ଟାଇପ୍ସ ଅଫ୍ ନେଟୱାର୍କ ରହିଲା, ନେଟୱାର୍କ ଟୋପୋଲୋଜି, ନେଟୱାର୍କ ଡିଭାଇସେସ୍, ଅନଗାଇଡେଡ୍ ମିଡ଼ିଆ, ୱାୟରଲେସ୍ ଟ୍ରାନ୍ସମିଶନ୍, ୱାୟାର୍ଡ ମିଡ଼ିଆଟା ଆମର କୋଆକ୍ସିଆଲ୍ କେବୁଲ୍, ଅପ୍ଟିଫାୟର କେବୁଲ୍, ଟ୍ରାନ୍ସମିଶନ୍ ମିଡ଼ିଆଟା ବି ସେଇଆ। ତ
ତ ଡାଟା କମ୍ୟୁନିକେସନ୍ କେମିତି ହୁଏ ଏଭ୍ରିଥିଙ୍ଗ ତ ଅଛି। ତ ମୁଁ ଏକ୍ସଟ୍ରା କୋଉଠି ଆଡ୍ କଲି? ତ ମତେ ସେଇଥିପାଇଁ ପିଲାମାନେ ବହୁତ କହୁଛନ୍ତି ଯେ ତମେ ବହୁତ +2 ସିଲାବସ୍ ଅନୁସାରେ ଆଡ୍ କରିଦେଇଛ। ଆରେ ଭାଇ କିଛି ନାହିଁ। ତମକୁ ସେଇଟା କଲେଜରେ କହୁନଥିବେ କିନ୍ତୁ ମୁଁ ଏଠି ଡିଟେଲରେ ତମକୁ ଦଉଛି। କୋଉ ମ୍ୟାକ୍ସିମମ୍ କଲେଜରେ ସ୍କିପ୍ କରିଯାଆନ୍ତି ଜିନିଷ। ସେମିତି ଭାଇ ଏଠି ଚଳିବନି। ତ ଚାପ୍ଟର 2ରେ ଇଣ୍ଟ୍ରୋଡକ୍ସନ୍ ଟୁ ଇଣ୍ଟରନେଟ୍ ଆଣ୍ଡ ଇଟ୍ସ ଆପ୍ଲିକେସନ୍ ରହିଲା। ତ ଇଣ୍ଟରନେଟ୍ ବ୍ୟାକବୋନ୍ ସେଇଟା ପିଲାମାନେ ଗୋଟେ ଲଙ୍ଗ କୋଶ୍ଚିନ୍ ପଡ଼େ। ଏଇଟା ବି ଆମେ ପଢ଼ିବା ଡିଟେଲ୍ସରେ। ଫିଚର୍ସ ଅଫ୍ ଇଣ୍ଟରନେଟ୍ କ'ଣ ତାର ଫିଚର୍ସ ରହିଛି, ଇଣ୍ଟରନେଟ୍‌ର ଆକ୍ସେସ୍ ଆଣ୍ଡ ଟାଇପ୍ସ ଅଫ୍ କନେକ୍ସନ୍ କେମିତି କ'ଣ, ଡାଇରେକ୍ଟ ଲିଜ୍ଡ, DSL କନେକ୍ସନ୍, କେବୁଲ୍ ମଡର୍ନ କଲେକ୍ସନ୍, ଭିସାଟ୍ କନେକ୍ସନ୍, ୱାୟାରଲେସ୍ ଇଣ୍ଟରନେଟ୍ ଆକ୍ସେସ୍, ରୋଲ୍ ଅଫ୍ ISP ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର୍, ଇଣ୍ଟରନେଟ୍ ପ୍ରୋଟୋକଲ୍ସ ଏଭ୍ରିଥିଙ୍ଗ। ପିଲାମାନେ ଏଇଟା ଆମର ଚାଲିଛି, ଏଇନା ଆମର କାମ ଚାଲିଛି, ଏଟାରେ ଆମର ଲେଖା ହେଇନି। ତ ପିଲାମାନେ ବେସିକାଲି ମୁଁ ତମକୁ ଜଣେଇ ଦେବାକୁ ଚାହୁଁଛି ଯେ ଆମର ସିଲାବସ୍ ଟୋଟାଲ୍ କମ୍ପ୍ଲିଟ୍ ହେଇନି। ମୁଁ ଯାହା ଯେତିକି ମୁଁ ସିଙ୍ଗିଲ୍ ଲୋକ, ତ ଯାହା ବି ଯେତିକି କରୁଛି ମୋର ଅଲଗା ବି କାମ ରହୁଛି, ମ୍ୟାନେଜ୍ କରିକି ତମ ପାଇଁ କରୁଛି। ତ ସିଲାବସ୍ ଯାହା ଯେତିକି ମୁଁ କଭର୍ କରିଛି, ତ ଆହୁରି କିଛି ଏଠି ଛୋଟ ଛୋଟ ଜିନିଷ ମ୍ୟାକ୍ସିମମ୍ ଜିନିଷ ମୁଁ ଆଡ୍ କରିଦେଇଛି। ତ ଆଉ ଗୋଟେ ଦିଟା କି ଦି ତିନିଟା ଚାପ୍ଟର ଆଡ୍ ହବ। ତ ଆମର କିନ୍ତୁ ଚାପ୍ଟର 1 ଟା ସରିଯାଇଛି। ଚାପ୍ଟର 1 ରେ କିଛି ଆଡ୍ ହବାର ନାହିଁ। ଚାପ୍ଟର 2 ଟା ଆମର କାମ ଚାଲିଛି। ଯୋଉଟା ବି କାମ ଚାଲିଛି ମୁଁ ତମକୁ ଜଣେଇଦେବି। ତ କ'ଣ ଆଡ୍ ହବ, ଅପଡେଟେଡ୍ ସିଲାବସ୍ ବି ତମକୁ ପ୍ରୋଭାଇଡ୍ କରିଦେବି, ଟେନସନ୍ ନବାର ନାହିଁ। ତ ତାପରେ ନେଟୱାର୍କ ସିକ୍ୟୁରିଟି ଅନ୍ ଇଣ୍ଟରନେଟ୍‌ରେ ଆମର ରହିଲା ଇଣ୍ଟ୍ରୋଡକ୍ସନ୍ ଟୁ ନେଟୱାର୍କ ସିକ୍ୟୁରିଟି, ଦ କମ୍ପ୍ୟୁଟର ଆଜ୍ ଏ ଟାର୍ଗେଟ୍ ସାଇବର କ୍ରାଇମ୍, ୱର୍ମ, ଟ୍ରୋଜନସ୍, ପ୍ରିଭେନ୍ସନ୍ ଅଫ୍ ଭାଇରସ୍, କୁକି ସିକ୍ୟୁରିଟି, ଡିନାଏଲ୍ ଅଫ୍ ସର୍ଭିସ୍, ସ୍ନୁଫିଂ ସବୁ ଜାଣିବା ଏଭ୍ରିଥିଙ୍ଗ, ସାଇବର ଷ୍ଟକିଂ, ସଫ୍ଟୱେୟାର ପାଇରେସି, ଦ କମ୍ପ୍ୟୁଟର କେମିତି। ତ ପିଲାମାନେ ଏଇଟା ବି ଆମର ପ୍ରାୟତଃ ସରିଯାଇଛି 90%। ଆଉ 10% ଯୋଡ଼େ 3ଟା ଆମର ଯଦିକା ଆଡ୍ ହବ, ସେସନ୍ ଆଡ୍ ହବ, ନହେଲେ ନାହିଁ। ତ ପିଲାମାନେ ଆମର ତାପରେ ଆସିଲା ଆମର ୟୁନିଟ୍ 2 ପ୍ରୋଗ୍ରାମିଂରେ। ତ ପ୍ରୋଗ୍ରାମିଂରେ ପିଲାମାନେ ପ୍ରୋଗ୍ରାମିଂ ଫଣ୍ଡାମେଣ୍ଟାଲ୍ସ ଏଇଟା ସବୁଠୁ ଇମ୍ପୋର୍ଟାଣ୍ଟ। ଏଇଟା ଆମର ଜାଭାରେ ରହିଛି। ତ ପ୍ରୋଗ୍ରାମିଂ ଫଣ୍ଡାମେଣ୍ଟାଲ୍ସ ତମେ ଯଦିକା ଜାଣିବନି ତ କେମିତି ହବ ପିଲାମାନେ? ଜାଣିବନି ଯଦି ଫାର୍ଷ୍ଟ ଇୟରରେ ତ ଯାହା ବି ଯେତିକି ଜାଣିଛ ପ୍ରୋଗ୍ରାମିଂର ଫଣ୍ଡାମେଣ୍ଟାଲ୍ସ, ତ ପିଲାମାନେ ସେକେଣ୍ଡ ଇୟରରେ ସେଟା ଉପ୍ସରୁ ଅଛି, ନା କି ତମର କିଛି ଫାର୍ଷ୍ଟ ଇୟରରେ ରହିଛି। ଯୋଉ ବି ପିଲାମାନେ ଫାର୍ଷ୍ଟ ଇୟରର ଦେଖିବାକୁ ଚାହୁଁଛ, ତ ଫାର୍ଷ୍ଟ ଇୟରର ବି କୋର୍ସ ଆଭେଲେବୁଲ୍ ଅଛି ଆମ ଚ୍ୟାନେଲରେ। ଯାଇକି ବି ତମେ ପ୍ରୋଗ୍ରାମିଂ ଫଣ୍ଡାମେଣ୍ଟାଲ୍ସ ଦେଖିକି ସେଠୁ ନିଜର ଡାଉଟ୍ କ୍ଲିୟର କରିପାରିବ। ତମର କ୍ଲାରିଟି ତମେ ଆଣିପାରିବ ତମର ପଢ଼ାରେ। ତ ଫାର୍ଷ୍ଟ ଆମର ରହିଲା ପିଲାମାନେ ଏଠି ମୁଁ ଆଉ ବେସିକ୍ କିଛି ଦେଇନି। ବେସିକ୍ ଫାର୍ଷ୍ଟ ଇୟରରେ ସବୁ ରହିଲା। ତ ତାକୁ ଦରକାର ଯୋଉଠି ସେଇଠି ମୁଁ ତାକୁ ରିଭିଜନ୍ କରିଦେବି। ମୁଁ ଡାଇରେକ୍ଟ ଉପ୍ସରୁ ଆରମ୍ଭ କରିଛି। ନହେଲେ ଆମେ କୋର୍ସ ପଛେଇ ଯିବା, ତମେ ପୁଣି କହିବ ପିଲାମାନେ ଏରା ନଥିଲା ଆମ ସିଲାବସ୍‌ରେ କେମିତି ଆଡ୍ କରିଦେଲା। ତ ଇଣ୍ଟ୍ରୋଡକ୍ସନ୍ ଟୁ ଅବଜେକ୍ଟ ଓରିଏଣ୍ଟେଡ୍ ପ୍ରୋଗ୍ରାମିଂ, ତାପରେ ଆକ୍ସେସ୍ ସ୍ପେସିଫାୟାର ଆଣ୍ଡ ଇଟ୍ସ ଟାଇପ୍ସ, ଏଇଟା ବି ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ପଡ଼େ। ପ୍ୟାକେଜେସ୍ ଇନ୍ ଜାଭା, ଇନହେରିଟାନ୍ସ ଏଟା ବି ପଡ଼େ। ଟାଇପ୍ସ ଅଫ୍ ଇନହେରିଟାନ୍ସ କେମିତି, ଇନହେରିଟାନ୍ସ ଏକ୍ସାମ୍ପଲ୍ କ'ଣ, ଏଭ୍ରିଥିଙ୍ଗ ଡିଟେଲ୍ସରେ ଡିସ୍କସନ୍ କରିବା। କମନଲି ୟୁଜ୍ଡ ଜାଭା ଲାଇବ୍ରେରୀ, ମ୍ୟାଥ୍ କ୍ଲାସ୍ କ'ଣ, ଡାଟାବେସ୍ କନେକ୍ଟିଭିଟି, ODBC, JDBC କେମିତି କାମ କରେ, JDBC ଡ୍ରାଇଭର୍ସ ଆଣ୍ଡ ତାର ଟାଇପ୍ସ, କ୍ଲାସେସ୍ ଫର୍ ଡାଟାବେସ୍ ମାନେ କନେକ୍ଟିଭିଟି ପାଇଁ ଡାଟାବେସ୍ କ୍ଲାସେସ୍ କ'ଣ ଜାଭାର, କନେକ୍ଟିଂ MySQL ଡାଟାବେସ୍ ଫ୍ରମ୍ ଜାଭା। ତାପରେ ରିଅଲ୍ ଟାଇମ୍ ପ୍ରୋଜେକ୍ଟ ଗୋଟେ ଆମର କହିଥିଲି କରିବି ବୋଲି। ରିଅଲ୍ ଟାଇମ୍ ପ୍ରୋଜେକ୍ଟ ଆମର ଏ କୋର୍ସରେ ଜାଭାରେ ଇନକ୍ଲୁଡ୍ ହେଇଛି। ଜାଭା ଆଉ ଡାଟାବେସ୍ HTML ରିଅଲ୍ ଟାଇମ୍ ପ୍ରୋଜେକ୍ଟ ଆମର କିଛି ବି ଗୋଟେ କରିକି ତମକୁ ପ୍ରୋଭାଇଡ୍ କରିବି, ଲାଇଭ୍ ଦେଖେଇବି। ତ ଜାଭା ସୁଇଂରେ ତ ସେଇଟା ଆମର ଆଡ୍ ହେଇଯାଇଛି। ତ ଆଉ ଯଦିକା ପିଲାମାନେ ମୋର ପାଖାପାଖି ସିଲାବସ୍ ସରିଯାଇଛି, ଏତିକି ଆମର ସିଲାବସ୍ ରହିଲା। ମୋର ଏତିକି ସାରି ସିଲାବସ୍ କମ୍ପ୍ଲିଟ୍ ହେଇଯାଇଛି ଜାଭାର। ବାସ୍ ଖାଲି ପ୍ରୋଜେକ୍ଟଟା ଆଡ୍ ହେଇଛି। ରିଅଲ୍ ଟାଇମ୍ ପ୍ରୋଜେକ୍ଟଟା ପିଲାମାନେ ପଡ଼େନି। ତମର ଏଇଟା ଜାଣିବା ପାଇଁ ଗୋଟେ ଏକ୍ସଟ୍ରା ମାନେ ବେନିଫିଟ୍ ଦଉଛି ତମକୁ, କେମିତି କ'ଣ ପ୍ରୋଜେକ୍ଟ ହୁଏ ତମକୁ ଜଣେଇବା ପାଇଁ। ତ ଏଇଟା ପିଲାମାନେ ରହିଲା। ତାର ଆଉ ଯଦି 2-3ଟା ଆମର ସେଟା ଏକ୍ସଟ୍ରା ଆଡ୍ ହେଇପାରେ ପ୍ରୋଜେକ୍ଟର କିଛି ଫାଇଲ୍। ତ ସେଇଟା ଆମର ସିଲାବସ୍‌ରେ ମାନେ ଆଡ୍ ହବ। ତାପରେ ପିଲାମାନେ HTMLଟା ଆମେ ଚାପ୍ଟର 2ରେ ପ୍ରାୟତଃ ସାରି ଦେଇଛୁ। HTMLର ଆମର ସିରିଜ୍ ବି ସରିଯିବା ଉପରେ ହେଲାଣି। ତ ସରିଯିବ ବି ସେଇଟା ବହୁତ ଜଲ୍ଦି। ଏଇ ମାସ ଏଣ୍ଡ ସୁଦ୍ଧା ଆମେ HTML ସାରିବାକୁ ଟ୍ରାଏ କରୁଛୁ। ତ HTMLର ପ୍ରାୟତଃ ଆମର ସରିଯାଇଛି। ଇଣ୍ଟ୍ରୋଡକ୍ସନ୍ ଗଲା, ଷ୍ଟ୍ରକ୍ଚର ଅଫ୍ HTML, ବେସିକ୍ ଟ୍ୟାଗ୍, କମନ୍ ଏଲିମେଣ୍ଟ HTML, ହେଡିଂ ଟ୍ୟାଗ୍, ଲାଇନ୍ ବ୍ରେକ୍, ପାରାଗ୍ରାଫ ଟ୍ୟାଗ୍, ସେକ୍ସନ୍ ସେପାରେଟର, ଆଟ୍ରିବ୍ୟୁଟ୍, ଫଣ୍ଟ ଟ୍ୟାଗ୍, ଟେବୁଲ୍, ଲିଷ୍ଟ ଟ୍ୟାଗ୍, ଡେଫିନେଟର ଲିଷ୍ଟ, ଫର୍ମସ୍ ଇନ୍ HTML, ଚେକ୍ ବକ୍ସ, ରେଡ଼ିଓ ବଟନ୍, କଣ୍ଟ୍ରୋଲ୍ସ, ଫର୍ମ କଣ୍ଟ୍ରୋଲ୍ସ, ଫାଇଲ୍ ଅପଲୋଡ଼, ବଟମ୍ କଣ୍ଟ୍ରୋଲ୍ସ, ଏଭ୍ରିଥିଙ୍ଗ। ପିଲାମାନେ DHTML କେମିତି କ'ଣ, ଇଣ୍ଟ୍ରୋଡକ୍ସନ୍ ଟୁ XML ପିଲାମାନେ ଏତିକି ସାରି ସରିଛି। ଇଣ୍ଟ୍ରୋଡକ୍ସନ୍ ଟୁ XML ପରେ ଆମର ଆଉ ଯଦି ପ୍ରାୟତଃ ପାଖାପାଖି 95-98% ପାଖାପାଖି ସରିଯାଇଛି। ଆଉ ଗୋଟେ ଯୋଡ଼େ ଯଦିକା ଆମର ସେସନ୍ ଆଡ୍ ହବ, ତ ପିଲାମାନେ ଏଭ୍ରିଥିଙ୍ଗ ପାଖାପାଖି ସବୁ କିଛି କାମ ସରିଯାଇଛି। ଯଦିକା ଆଡ୍ ହବ 1-2ଟା ପରେ ଏଡିଟ୍ ହବ। ତ ସେଟା ପିଲାମାନେ ମାଇନେ କରେନି। ଏତେ ସବୁ ଜିନିଷ ତମର ଅପଲୋଡ଼ ହେଲାଣି। ତ ଆଉ ଗୋଟେ ଯୋଡ଼େ
ସେଟା କିଛି ଫରକ ପଡ଼ିବନି ପିଲାମାନେ, ସେଇଥିପାଇଁ ମୁଁ ଗ୍ୟାପ୍ ଛାଡ଼ିଛି। ମୁଁ ସେଇଥିପାଇଁ ସିଲାବସ୍ ବି ପ୍ରୋଭାଇଡ଼ କରିନି ପିଲାମାନେ ଏତେବେଳ ସାରି। ମୁଁ ଏଇଟାକୁ ଜଷ୍ଟ ଏମିତି ଖାଲି ଅପଲୋଡ଼ କରିଦେଇଥିବି, ଯେତେବେଳେ ଅପଡେଟେଡ଼ ହବ ସେତେବେଳେ ମୁଁ ତମକୁ ଅପଡେଟେଡ଼ ସିଲାବସଟା ପୁଣି ପ୍ରୋଭାଇଡ଼ କରିଦେବି, ତ ପିଲାମାନେ ଟେନସନ୍ ନେବାର ନାହିଁ। ତ ରିଲେସନାଲ ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ପିଲାମାନେ ଦେଖିଥିବ, ଡାଟାବେସ୍ ଫଣ୍ଡାମେଣ୍ଟାଲ୍ସରେ କିଛି ଏତେବେଳେ ସାରି କାମ ହେଇନି। ତ ଦିଟା ମାନେ ଆର୍ଟିକଲ ଲେଖିକି ଥୋଇ ଦେଇଛି, ଦିଟା ସେସନର ଆର୍ଟିକଲ ଲେଖିକି ଲେସନର ଥୋଇ ଦେଇଛି। ତ ଏଟାରେ ବି ଆମର ଆଡ୍ ହବ, ଏଟାରେ ବି ଆମର ପାଖାପାଖି ଡାଟା ବେସ୍ ଫଣ୍ଡାମେଣ୍ଟାଲ୍ସଟା ଆମେ ତ ପଢ଼ିଥିଲେ ପ୍ରିଭିୟସ୍ ମାନେ ଫାର୍ଷ୍ଟ ଇୟରରେ। ତ ତାକୁ ଆମେ ଖାଲି ରିଭିଜନ୍ କରିଦେବା। ତ ଏଟା ବି ବେଶୀ ନୁହେଁ, ପାଖାପାଖି ଟ୍ରାଏ କରୁଛି 7-8ଟା ଭଳିଆ ସେସନରେ ସାରିବା ପାଇଁ। ବେଶୀ ଲେନ୍ଦି କରିବିନି। ତାପରେ କିନ୍ତୁ ପିଲାମାନେ ଇଣ୍ଟ୍ରୋଡକ୍ସନ୍ ଟୁ ମାଇ ଏସ୍କ୍ୟୁଏଲ୍ ଏଇଟା ପିଲାମାନେ ଲଙ୍ଗ ଚାଲିବ। ପାଖାପାଖି ଏଇଟା ମାସେ ଖଣ୍ଡେ ଭଳିଆ ଲାଗିଯିବ। ପ୍ରତିଦିନ ଗୋଟେ ଲେକ୍ଚର ଅପଲୋଡ଼ ଯଦି ଯାହା ହୁଏ, ଦେନ୍ ଆମକୁ ଲାଗିଯିବ 20-25 ଦିନ ଭଳିଆ ଲାଗିଯିବ ମାଇ ଏସ୍କ୍ୟୁଏଲ୍ଟାକୁ ସାରିବାକୁ। କାରଣ ଏଇଟା ବହୁତ ଲଙ୍ଗ କୋଶ୍ଚିନ୍ ମାନେ ଚାପ୍ଟରଟା। ତ ଏଥିରେ ପ୍ରତିଟି ଜିନିଷ କଭର୍ କରିବି ପିଲାମାନେ, ପ୍ରତିଟି ଜିନିଷ ପାଖାପାଖି ବହୁତ ଜିନିଷ କଭର୍ ହେଇଛି। ଆହୁରି ଆମର 25ଟା କିମ୍ବା 23-25ଟା ଭଳିଆ କ୍ଲାସ୍ ଲାଗିଯିବ। ତ ଏଟାକୁ କଭର୍ କରିବାକୁ ପିଲାମାନେ ରନ୍ ବି କରିକି ପ୍ରାକ୍ଟିକାଲ ବି ଦେଖେଇବି ତମକୁ, ଥିଓରି ବି ଦେଖଉଛି, ଡାଇରେକ୍ଟ ପ୍ରାକ୍ଟିକାଲ ବି ଦେଖଉଛି। ତ ତମମାନଙ୍କର ବେଟର କ୍ଲାରିଟି ବି ହେଇଯିବ, ବଢ଼ିଆ ସେ ବୁଝଉଛି। ଫ୍ରି ଅଫ୍ କଷ୍ଟରେ ପିଲାମାନେ ଏତେ ସବୁ କିଏ କରିବ ଆଉ ତମମାନଙ୍କ ପାଇଁ। ତ ତମମାନଙ୍କର ଜିମ୍ମେଦାରୀ ବନୁଛି ନା ଆମ ଚ୍ୟାନେଲକୁ ସେୟାର କରିବ ପିଲାମାନଙ୍କ ପାଖକୁ, ଫ୍ରି ଅଫ୍ କଷ୍ଟରେ ଏତେ ବଢ଼ିଆ ଜିନିଷ କଣ୍ଟେଣ୍ଟ ପ୍ରୋଭାଇଡ଼ କରିଦିଆହେଉଛି। ତ ତାପରେ ଆମର ରହିଲା ୟୁନିଟ୍ 4ର IT ଆପ୍ଲିକେସନ୍ସରେ। ତ ଚାପ୍ଟର 1ର ଇ ବିଜନେସ୍, ତ ପିଲାମାନେ ଏତିକି ଆମର ସରିଯାଇଛି, ଏତିକି ପାଖାପାଖି, ଏତିକି ଆଉ କିଛି ଆଡ଼୍ ହବାର ନାହିଁ। ଏଟା ପ୍ରାୟତଃ ସରିଯାଇଛି। ତ କିଛି ଏଟାରେ ଆଡ଼୍ ହବାର ନାହିଁ। ଆମର ଇଣ୍ଟ୍ରୋଡକ୍ସନ୍ ଟୁ ଇଲେକ୍ଟ୍ରୋନିକ୍ ବିଜନେସ୍, ଏ ବ୍ରିଫ୍ ଆମର ଇ କମର୍ସ ପଢ଼ାଯିବ, ବେନିଫିଟ୍ ଅଫ୍ ଇ କମର୍ସ, ଟାଇପ୍ସ ଅଫ୍ ଇ କମର୍ସ, ବିଜନେସ୍ ମଡ଼େଲ୍ ସବୁ ପଢ଼ାଯିବ, ଡାଟା ଏକ୍ସଚେଞ୍ଜ ମଡ଼େଲ୍, ୱେବସାଇଟ୍ କ'ଣ ରହିଲା, ଏଭ୍ରିଥିଙ୍ଗ ପିଲାମାନେ ପଢ଼େଇବା। ତାପରେ ଫ୍ରଣ୍ଟ ଏଣ୍ଡ ଇଣ୍ଟରଫେସ୍, ଏରା ପିଲାମାନେ ପ୍ରାୟତଃ ଆମର କଭର୍ ହେଇଯାଇଛି। ଏଇ ଯେଉଁ 4 ୟୁନିଟ୍ଟା ପ୍ରାୟତଃ ପିଲାମାନେ ଆମର କଭର୍ ହେଇଯାଇଛି, ଆଉ କିଛି ନୂଆ ଆଡ଼୍ ହବାର ନାହିଁ। ତ ପିଲାମାନେ ଆମର ଇଣ୍ଟ୍ରୋଡକ୍ସନ୍ ଟୁ ମାଇ ଏସ୍କ୍ୟୁଏଲ୍ ଏଇଟା ଆମର ମାନେ ଚାଲିଛି କାମ, ମାନେ କାମ ଅଧା ଅଧି ହେଇଛି। ତ ଏଇଟା ଆମର କାମ ଲାଗିବ। ତ ଏଇଟା ବି ଚାପ୍ଟର 1ଟା ପ୍ରାୟତଃ କହିବାକୁ ଗଲେ କିଛି ଆରମ୍ଭ ହେଇନି, ଏଇଟା ବି ଚାଲିବ। HTMLରେ ଗୋଟେ ଯୋଡ଼େ ଯଦି ଆଡ଼୍ ହବ। ଜାଭାରେ ପ୍ରାୟତଃ ସରିଯାଇଛି, କେବଳ ପ୍ରୋଜେକ୍ଟ ପାଇଁ ଏଇଟା ଏକ୍ସଟ୍ରା। ତ ପ୍ରୋଜେକ୍ଟ ପାଇଁ ଯଦି ଆଡ଼୍ ହବ, ନହେଲେ ନାହିଁ ଆମର କୋର୍ସ ସବୁ କଣ୍ଟେଣ୍ଟ ସରିଯାଇଛି। ତ ତାପରେ ଆମର ନେଟୱାର୍କ ସିକ୍ୟୁରିଟିରେ ଆମର ଆଉ 3-4ଟା ଭଳିଆ ଆଡ଼୍ ହବ। ତାପରେ ଇଣ୍ଟରନେଟ୍ ଆପ୍ଲିକେସନରେ ବି ସେମ୍ ଜିନିଷ। ତାପରେ କିନ୍ତୁ ଆମର କମ୍ପ୍ୟୁଟର ନେଟୱାର୍କିଂରେ ବାସ୍ ଏତିକି 8ଟା ଲେକ୍ଚରରୁ ସରିଯିବ। ତ ଆମର କମ୍ପ୍ୟୁଟର ନେଟୱାର୍କିଂ, ତ ପିଲାମାନେ ଏତିକି ରହିଲା ଜିନିଷ। ତ ତମେ ଏଇଟାକୁ ମୁଁ ଟେଲିଗ୍ରାମ ଚ୍ୟାନେଲରେ ପିଲାମାନେ ଅପଲୋଡ଼ କରିଦେବି। ତ ଆଜି ରାତିରେ କରିଦେବି। ତ ତମେମାନେ ଦେଖିବ, ତମେ ନିଜେ କମ୍ପେୟାର କରିବ କୋଉ ଜିନିଷଟା ମୁଁ ଛାଡ଼ିଲି, କୋଉ ଜିନିଷଟା ଛାଡ଼ିଲି। ପିଲା ମୋତେ କମେଣ୍ଟରେ କହୁଛନ୍ତି ଅଧିକ +2 ବେସିସ୍ରେ ଲେଖିଦେଇଛ। ତମେ ମିଳେଇବ CHSର ସିଲାବସ୍ ମିଳେଇବ, ଆଉ ଆମ ସିଲାବସ୍ ମିଳେଇବ। ତ କୋଉ ଜିନିଷଟା ଛାଡ଼ି ଦେଇଛି, କୋଉ ଜିନିଷଟା ରଖିଛି, ତ ତମେ ସେଟା ବେଟର କ୍ଲାରିଟି ପାଇଯିବ। ତ ତାପରେ ତମେ ପିଲାମାନେ ଦେଖ, ଗୋଟେ କଥା କହୁଛି, ତମେ ଆଗକୁ ଯଦି ଏଇ ଲାଇନରେ ଯିବ, ତ ବେସିକ୍ ଜିନିଷ ହିଁ ତମକୁ ଜାଣିବାକୁ ଦରକାର। ତ ପ୍ରାୟତଃ କଲେଜରେ କେହି IT ଲେକ୍ଚର ଏମିତି କହୁନଥିବେ କି ଏମିତି ପଢ଼ଉନଥିବେ। ତ ବହୁତ କିଛି ମେହନତ କରୁଛି ପିଲାମାନେ ତମମାନଙ୍କ ପାଇଁ। ତ ତମେ ବି ଟିକେ ସିରିୟସ୍ ହେଇଯାଅ। ତ ଆଇଟିରେ ବହୁତ ବଢ଼ିଆ ମାର୍କ ରଖିପାରିବ। ଆଇଟିଟା ମାର୍କ ଟେକିଂ ସବଜେକ୍ଟ ସବୁ କୁହନ୍ତି, କିନ୍ତୁ ହାଲକାରେ ନେଇଯାଏନି। ତ ହାଲକାରେ ପିଲାମାନେ କିଛି ବି ଜିନିଷ ନେବା କଥା ନୁହେଁ, ସେଇଟା ହେଉଛି ସବୁଠୁ ବଡ଼ ଭୁଲ ହେଇଯାଉଛି ସମସ୍ତଙ୍କର। ହାଲକାରେ କିଛି ଜିନିଷ ଯଦି ନେବ, ତ ହାଲକାରେ ହିଁ ରହିଯିବ। ତ ପିଲାମାନେ ଆମେ ବିନ୍ଦାସଲି ପଢ଼ିବା, ପରୀକ୍ଷା ବହୁତ ଦିନ ଟାଇମ୍ ଅଛି, ଆମେ ବିନ୍ଦାସଲି ପଢ଼ିବା। ଆମର ଆଉ 2 ମାସ ଭିତରେ ଆମର ସିଲାବସ୍ କଭର୍ ହେଇଯିବ ଏଭ୍ରିଥିଙ୍ଗ। ତ ପାଖାପାଖି ଆମର ଚାପ୍ଟର ଆମର ସରିଗଲାଣି, ଫାଷ୍ଟ ଚାପ୍ଟରଟା ସରିବା ଉପରେ। ଆଉ ଗୋଟେ ଯୋଡ଼େ ଲେକ୍ଚରରେ ସରିଯିବ। HTMLଟା ଆମର ଚାଲିଛି, ସିଏ ଆଉ 5-6ଟା କି ଏଇ ମାସ ଏଣ୍ଡ ସୁଦ୍ଧା HTML ବି ସରିଯିବ। ଆମର ଚାପ୍ଟର 1 ବି ସରିଯାଇକି ଆମର ଜାଭାଟା ଆରମ୍ଭ ହବ। ଆମର ଯାହା ବି କିଛି ରହିଲା ଆମର ଜାଭାରେ, ତ ପ୍ରୋଗ୍ରାମିଂ ଫଣ୍ଡାମେଣ୍ଟାଲ୍ସ ଆରମ୍ଭ ହବ। ତ ଯେତେ ଜଲ୍ଦି ତମେ ଜଏନ୍ ହେଇଯିବ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା, ତ ବେଟର ତମ ପାଇଁ ହବ। ତ ତାପରେ ଆମେ ଡାଟାବେସ୍ ଆରମ୍ଭ କରିବା ଧୀରେ ଧୀରେ। ତାପରେ ପିଲାମାନେ ମୁଁ ବେସିକାଲି କ'ଣ କରୁଛି ନା, ଗୋଟେ ପ୍ରୋଗ୍ରାମିଂ ସହିତ ଗୋଟେ ଥିଓରି ରଖୁଛି। କାରଣ ଯଦି ଥିଓରି କରିବି ତ ପିଲାମାନଙ୍କୁ ତମକୁ ବୋରିଂ ହେଇଯିବ, ଭଲ ଲାଗିବନି। ତ ସେଥିପାଇଁ ମୁଁ ଗୋଟେ ପ୍ରୋଗ୍ରାମିଂ ସହିତ ଗୋଟେ ଥିଓରି ପାର୍ଟ ରଖୁଛି। ଯେମିତି ଆମର HTML ଚାଲିଲା, କମ୍ପ୍ୟୁଟର ନେଟୱାର୍କିଂ ଚାଲିଲା। ତ ଏଇ ଦୁଇଟା ଏଇ ମାସ ଏଣ୍ଡ ହେଇଗଲେ, ତ ଆମର ନେକ୍ସଟ ମୁଁ ମାନେ ଚଲେଇବି ଇଣ୍ଟରନେଟ୍ ଆଣ୍ଡ ଆପ୍ଲିକେସନ୍, କିମ୍ବା ଆମର ରହିଲା ଇଣ୍ଟରନେଟ୍ ଅନ୍ ସିକ୍ୟୁରିଟି, ଆମର ନେଟୱାର୍କ ସିକ୍ୟୁରିଟି ଅନ୍ ଇଣ୍ଟରନେଟ୍, ଯେଉଁଟା ବି ହେଲେ ଗୋଟେ ଚାପ୍ଟର ଚଲେଇବି।
ତା ସହିତ ଆମର ଜାଭା ଚାଲିବ ପ୍ରୋଗ୍ରାମିଂ। ତ ଫାଷ୍ଟ ଇୟରରେ ବି ପିଲାମାନେ ସେମ୍ ଜିନିଷ ଚାଲିଛି, ଫାଷ୍ଟ ଇୟରରେ ଜାଭା ଚାଲିଛି। ତ ତାପରେ ଆମର ଥିଓରି ଫାଷ୍ଟ ଇୟରର କିଛି ବି ଗୋଟେ ଅପଲୋଡ଼ କରିବି। ତ ବେସିକାଲି ମୁଁ ସେକେଣ୍ଡ ଇୟର ପିଲାମାନଙ୍କୁ ବେଶୀ ଫୋକସ୍ ଦେଉଛି, କାରଣ ତାଙ୍କର 2025ରେ ଏକ୍ଜାମ୍ ଅଛି। ତ ବେସିକାଲି ପିଲାମାନେ ଆମ ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ରୁହ। ଆମ ଚ୍ୟାନେଲରେ ବି ତମେ ପାଇଯିବ ବହୁତ କିଛି, ଯେତେବେଳେ ଆମର ୱାନ୍ସ ସିଲାବସ୍ କଭର୍ ହେଇଯିବ ଆଉ 2-3 ମାସ ହାର୍ଡ଼ଲି ଯିବ, 2-3 ମାସ। ତ ସିଲାବସ୍ କଭର୍ ହେଇଗଲେ ଯେ ଏକ୍ଜାମ୍ ଆମେ ପ୍ରିଭିୟସ୍ ଇୟର୍ର କୋଶ୍ଚିନ୍ PYQ ଆମେ ପ୍ରିଭିୟସ୍ 15 ଇୟର୍ର 15 ଇୟର୍ର PYQ ଆମେ ରଖିଛୁ, 15 ବର୍ଷର 10ରୁ 15 ବର୍ଷର ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ଆମ ପାଖରେ ଆଭେଲେବୁଲ୍ ଅଛି। ଆମେ ସେଟାକୁ ଡିସ୍କସନ୍ କରେଇବା। ଆବ୍ରିଭିଏସନ୍ ଦେବି, ଆବ୍ରିଭିଏସନ୍ PDF ପିଲାମାନେ ଅଛି, ମୁଁ ତୁମକୁ ସେଇଟା ଦେବି। ତ ତୁମକୁ ଯଦି ଚାହିଁବ ତ ମୁଁ ଦେଖେଇଦେବି। ତ ସେଇଟା ବି କାମ ଚାଲିଛି। ତ ପିଲାମାନେ ଏଇଠି ତୁମେ ଦେଖ ଆବ୍ରିଭିଏସନ୍ ସବୁ ଲେଖିକି ରଖିଛି। ତ ଦେଖ ଏଇଠି ତମେ ଦେଖିପାରୁଥିବ କେତେ ଆବ୍ରିଭିଏସନ୍, ପାଖାପାଖି 300ରୁ 400 ପାଖାପାଖି। PDF ବି ତମକୁ ଦେବି, ଟେନସନ୍ ନେବାର ନାହିଁ। ତ ଏଭ୍ରିଥିଙ୍ଗ ଆମର ପ୍ଲାନ୍ ସେଡ୍ୟୁଲ୍ ମାନେ ଫିକ୍ସ ହେଇଯାଇଛି କ'ଣ କ'ଣ କରାଯିବ। ତ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ତ ପିଲାମାନେ ତମେ ଏଇଠି ଦେଖିପାରୁଥିବ। ମୁଁ ଆମର PYQ ଆମର କୋଉ ଇୟର୍ର ରହିଛି ଏଭ୍ରିଥିଙ୍ଗ ଆମର ଯଦି ତମେ ଦେଖିବ 17-18ର କ'ଣ ରହିଲା ଏଭ୍ରିଥିଙ୍ଗ ଆମର ସର୍ଟ କୋଶ୍ଚିନ୍ ଲଙ୍ଗ କୋଶ୍ଚିନ୍। ତ ପିଲାମାନେ ସେମିତି ସିଲେକ୍ସନ୍ ଦେବି, ପିଲାମାନେ କିଛି କଥା ମାନେ ଭାବିବାର ନାହିଁ। ତ ଏଭ୍ରିଥିଙ୍ଗ ଆମର ଆବ୍ରିଭିଏସନ୍ ବି ରହିଛି, ଆବ୍ରିଭିଏସନ୍ କୋଉ ବର୍ଷରେ କେତେ ମାନେ ପଡ଼ିଥିଲା କ'ଣ, ଏଭ୍ରିଥିଙ୍ଗ ପିଲାମାନେ କୋଉ ମସିହାରେ କ'ଣ ପଡ଼ିଥିଲା ଏଭ୍ରିଥିଙ୍ଗ ଆମର ରହିଛି। ତ ତମେ ଏଇଟା ତମକୁ ସବୁ ପିଲାମାନେ ଏଭ୍ରିଥିଙ୍ଗ ପ୍ରୋଭାଇଡ଼ କରିଦେବି। ତ ଏଇରା ଆମ ସିଲାବସ୍ କମ୍ପ୍ଲିଟ୍ ହେଇସାରିଲେ ଆମେ ଏ ଉପରେ ଫୋକସ୍ କରିବା। ଦରକାର ପଡ଼ିଲେ ୟୁଟ୍ୟୁବରେ ଆସିକି ଆମେ ଲାଇଭ୍ କରିକି ଆମର ଲାଇଭ୍ ଡାଉଟ୍ କ୍ଲିୟର କରିବା, ଏବଂ ଲାଇଭ୍ ଆମର MCQ ମାରାଥନ୍ ବି ପିଲାମାନେ ଚାଲିବ। ଏଥିରେ କିଛି ଟେନସନ୍ ନେବାର ନାହିଁ, MCQ ମାରାଥନ୍ ଚାଲିବ। 20 ମାର୍କର ପିଲାମାନେ MCQ ଆସେ, 10 ମାର୍କର ଆମର ସର୍ଟ କୋଶ୍ଚିନ୍ ଆସେ, ଆଉ 10 ମାର୍କର କ'ଣ ଆସେ ଆବ୍ରିଭିଏସନ୍ ଆସେ। ତ ଆବ୍ରିଭିଏସନ୍କୁ ଆମେ ଫୋକସ୍ ଦେବା। ଏଇଠୁ ଆମର ପିଲାମାନେ 20 ମାର୍କ ଉଠିଯିବ, ଆଉ ଆମକୁ 50 ମାର୍କ ଲେଖିବାକୁ ପଡ଼ିବ। ତ 20 ମାର୍କ ସର୍ଟ କୋଶ୍ଚିନ୍ ଉଠିଛି ମାନେ ବେଟର୍ ଆମେ ତାକୁ ଦେବା ନା, ଟାଇମ୍ ଦେବା ନା। ତ ପିଲାମାନେ ଏକ୍ଜାମ୍ ଯେତେ ପାଖେଇ ଆସିବ ଆମେ ସେତେ ଦ୍ୱିଗୁଣ ରେଟ୍ରେ ପଢ଼ିବା, ଦ୍ୱିଗୁଣ ରେଟ୍ରେ କ୍ଲାସ୍ ହେବ। ମାନେ ଦିନକୁ 2 ଥର ହେଲେ ବି ଆମେ ଲାଇଭ୍ କ୍ଲାସ୍ କରିକି ଆମେ ରିଭାଇଜ୍ କରିବା ଜିନିଷ। ତ ଆଉ ଗୋଟେ କଥା ପିଲାମାନେ, ଆମର ଯାହା ବି କିଛି ପଢ଼ାଯିବ ଯୋଉ ଦିନର, ଆମର ତାର ୟୁଟ୍ୟୁବରେ ଅପଲୋଡ଼ ହେବା ସାଙ୍ଗେ ସାଙ୍ଗେ ଆମର ତାର ଡକୁମେଣ୍ଟେସନ୍, ତାର PDFଟା ଆମର ସବୁ ଟେଲିଗ୍ରାମ ଚ୍ୟାନେଲରେ ଅପଲୋଡ଼ ହେଇଯିବ। ଟେଲିଗ୍ରାମ ଚ୍ୟାନେଲରେ ଅପଲୋଡ଼ ହେଇଗଲେ ତମେ ସେଠୁ ଦେଖିପାରିବ। ତ ତମେ ଯାଇକି ବି ଟେଲିଗ୍ରାମ ଚ୍ୟାନେଲରେ ଆମର ଡେସ୍କ୍ରିପସନ୍‌ରେ ଲିଙ୍କ୍ ଅଛି। ତ ସେଠୁ ତମେ ଜଏନ୍ କରିକି ଆମର ଟେଲିଗ୍ରାମ ଚ୍ୟାନେଲ ଜଏନ୍ ହେଇପାରିବ। ସେଠି ତମେ ଫ୍ରି ଅଫ୍ କଷ୍ଟରେ, ପିଲାମାନେ କିଛି ବି ପଇସା ପତ୍ର ନାହିଁ, ଫ୍ରି ଅଫ୍ କଷ୍ଟରେ ତମେ ତାର ବେନିଫିଟ୍ ଉଠେଇ ପାରିବ। ତାର ଯାହା ବି କିଛି ଆଡ଼ଭାଣ୍ଟେଜେସ୍ ଅଛି, ଆମର ଡକୁମେଣ୍ଟେସନ୍ ପିଲାମାନେ ଏଇଟା ସବୁ ହାଇ କ୍ୱାଲିଟିର ଡକୁମେଣ୍ଟେସନ୍ ରହୁଛି। କେହି ବି ଏମିତି ଫ୍ରି ଅଫ୍ କଷ୍ଟରେ ଦେବେ ନାହିଁ। ତ ମୁଁ ଏଇଟା ତୁମଙ୍କ ପାଇଁ ଫ୍ରି ଅଫ୍ କଷ୍ଟ କରିଦେଲି। ତ ଯଦି ମୁଁ ଆ ପରେ ପଇସା ଲଗେଇଥାନ୍ତି, ତ ପେଡ଼୍ କରିଥାନ୍ତି, ତ ବହୁତ କିଛି ମୁଁ ଇନକମ୍ କରିଥାନ୍ତି, ମୁଁ ଏତିକି ଜାଣିଛି। ତ କିନ୍ତୁ ମୁଁ କହିଲି ନା। ତ ମୁଁ ଯେତେବେଳେ ଇନଫର୍ମେସନ୍ ଟେକ୍ନୋଲୋଜି IT ପଢ଼ିଥିଲି ମୋ +2 ବେଳେ, ତ ବହୁତ କିଛି ଫେସ୍ କରିଛି। ତ ମୁଁ ଚାହେଁ ସେମିତି ପିଲାମାନେ ଓଡ଼ିଶାର କେଉ ବି ଗୋଟେ ପିଲା ଫେସ୍ ନ କରୁ। ତ ସେଥିପାଇଁ ଫ୍ରି ଅଫ୍ କଷ୍ଟ ପିଲାମାନେ କରିଦେଲି। ତ ସେଇଟା ଛାଡ଼, ମୋ ପର୍ସନାଲ୍ କଥା ଯାହା ବି। ତ ପିଲାମାନେ ଆଉ ଗୋଟେ ତୁମମାନଙ୍କ ପାଇଁ ଗୁଡ଼୍ ନ୍ୟୁଜ୍ ରହିଛି। ତ ପିଲାମାନେ ଆମେ ବହୁତ ଜଲ୍ଦି, ଆଉ ମାସେ ଭିତରେ, ପ୍ରାୟତଃ 20ରୁ 25 ଦିନ ଭିତରେ ଆମେ ଇ-ବୁକ୍ସ ସବୁ ଲଞ୍ଚ କରିବାକୁ ଚାହୁଁଛୁ। ଇ-ବୁକ୍ସ ସବୁ ରିଲିଜ୍ କରିବାକୁ ଚାହୁଁଛୁ। ଆମ ରାଉତ ଟ୍ୟୁଟୋରିଆଲ ଚ୍ୟାନେଲର ଇ-ବୁକ୍ସ ସବୁ ଜାଭାର ହଉ, HTML ହଉ, ଡାଟାବେସ୍ର ହଉ, ଫଣ୍ଡାମେଣ୍ଟାଲ୍ସ ସବୁ ଆମେ ରିଲିଜ୍ କରିବାକୁ ଚାହୁଁଛୁ ଇ-ବୁକ୍ସ। ତ ତମମାନଙ୍କ ପାଇଁ ସେଇଟା ବି ଫାଇଦା ହେବ। ସେଇଟା ପିଲାମାନେ ଫ୍ରି ଅଫ୍ କଷ୍ଟ ବି, ସେଇଟା ବି ଫ୍ରି ଅଫ୍ କଷ୍ଟ, ନାହିଁ କି ତୁମକୁ ଟଙ୍କାଟେ ନେବ। ତ ଯେତେ ଜଲ୍ଦି ପାରୁଛ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ସାଙ୍ଗସାଥିମାନଙ୍କ ସହିତ ସେୟାର କର, ଏବଂ ଆମ ଭିଡ଼ିଓଟିକି ଲାଇକ୍ କର ଯଦି ତୁମକୁ ଭଲ ଲାଗିଛି। ତ ଆଶା କରୁଛି ପିଲାମାନେ ସେମ୍ ପାଟର୍ନ ରହିବ, ସେମ୍ ଏକ୍ଜାମ୍ ହେବ। ତ ଆମେ ଏଇ ପ୍ୟାଟର୍ନରେ ପଢ଼ିବା। ଆମେ ଆଗେ କଭର୍ କରିବା ଆମ ସିଲାବସ୍, ଦେନ୍ ଆମେ MCQ କରିବା, ମାରାଥନ୍ କରିବା, PYQ କରିବା, ପ୍ରାକ୍ଟିସ୍ କରିବା, ପ୍ରାକ୍ଟିସ୍ ସେଟ୍ ସବୁ ଆମର MCQ ଯାହା ବି କିଛି ରହିବ। ତ ପିଲାମାନେ ଆମର ଯଦିକା ତମେ ଦେଖିପାରୁଥିବ, ମୁଁ ଏଠି ତମକୁ ଦେଖେଇ ଦେବାକୁ ଚାହୁଁଛି। ପିଲାମାନେ ଏଠି MCQର PDF ଆମର ଜାଭା ପ୍ରୋଗ୍ରାମର PPT ସବୁ କରିଦେଇଛି। ତ ଜାଭାର ତମେ ଦେଖିବ ଯଦି, ଏଇଠି ତମକୁ PPT ଖୋଲିକି ଦେଖେଇଦେବି। ତ ଦେଖ ଆମର, ମୁଁ ଏଇଟା ରିଲିଜ୍ କରିବାକୁ ଚାହୁଁନି। ତ ପିଲାମାନେ ଆମର ସବୁ ଏରା ଆମର MCQ ସବୁ ରେଡ଼ି ହେଇକି ଅଛି। ତ ଏରା କାମ ଚାଲିଛି। ତ ପିଲାମାନେ ଆମର ଏଭ୍ରିଥିଙ୍ଗ ପିଲାମାନେ ଆମର ଚାଲିବ। ତ ତମର କାମ କ'ଣ ରହିଲା? ତମର କାମ ଭିଡ଼ିଓଟିକି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବ। ତ ଆଜି ପାଇଁ ଏତିକି ପିଲାମାନେ। ତ ବହୁତ ଭିଡ଼ିଓଟି ନହେଲେ ଲମ୍ବା ହେଇଯିବ, ତମକୁ ବୋର୍ ଲାଗିବ। ଜଷ୍ଟ ଖାଲି ତମକୁ ସିଲାବସ୍‌ର ଇଣ୍ଟ୍ରୋଡକ୍ସନ୍ ଦେବା ପାଇଁ ଆଜିର ଭିଡ଼ିଓଟା କରିଥିଲି।
ତ ରହୁଛି ଆମର ନେକ୍ସଟ ଆମର ଯାହା ବି କ୍ଲାସ୍ ରହିବ ତ ସେଇ କ୍ଲାସ୍ରେ ଆମେ ପୁଣି ଦେଖା ହବା।